କେନ୍ଦୁଝରରେ ସୁଭଦ୍ରା ଶକ୍ତି ମେଳା। କେନ୍ଦୁଝର ଜିଲ୍ଲାର ସହର ମଧ୍ୟରେ ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା। ଏହି ସୁଭଦ୍ରା ଶକ୍ତି ମେଳା ସମ୍ପୂର୍ଣ୍ଣ ସ୍ୱଦେଶୀ ମେଳା ହୋଇଥିବା ବେଳେ ଆତ୍ମନିର୍ଭର ଭାରତ ପାଇଁ ଏହା ଏକ ପ୍ରୟାସ। ସରକାରଙ୍କ ଚିନ୍ତା ଓ ଚେତନା ମଧ୍ୟରେ ସ୍ୱଦେଶୀକୁ ଆପଣାର କରି ବିଦେଶୀ ବର୍ଜନ କରିବା ଲକ୍ଷ୍ୟରେ ଏହି ମେଳା ଆୟୋଜିତ ହୋଇଛି। ଏହି ମେଳାରେ ବିଭିନ୍ନ ପ୍ରକାର ଷ୍ଟଲ୍ ପଡ଼ି ସ୍ୱଦେଶୀ ଜିନିଷ ସବୁ ରଖାଯାଇ ଗ୍ରାହକମାନଙ୍କୁ ଆକୃଷ୍ଟ କରିପାରିବ। ଷ୍ଟଲ୍ରେ ଯେତେ ପ୍ରକାର ଜିନିଷ ରଖାଯାଇଛି ସବୁ କେବଳ ଆଞ୍ଚଳିକ ତିଆରି ଜିନିଷ। ଖାଇବା ଜିନିଷ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ଏହି ମେଳାରେ ଆଞ୍ଚଳିକ ତିଆରି ଜିନିଷ ହିଁ ମିଳିପାରିବ। ବହୁ ପୁରାତନ ରୋଗ ହୋଇଥିଲେ ମଧ୍ୟ ଆୟୁର୍ବେଦିକ ପଦ୍ଧତିରେ ସମ୍ପୂର୍ଣ୍ଣ ଭଲ କରାଯାଇପାରିବ, ଯାହାକି ଏହି ମେଳାରେ ଆୟୁର୍ବେଦିକ ଔଷଧର ଚାହିଦା ରହିଛି। ଏହି ମେଳାରେ ସାଧାରଣ ଲୋକ ଲାଭ ଉଠାଇ ପାରିବେ ବୋଲି ମେଳାରେ ପଡ଼ିଥିବା ସ୍ଥଳରୁ ଜଣାଯାଉଛି। ଏହି ମେଳାରେ ଜଣେ ଆତ୍ମନିର୍ଭରଶୀଳ ହେବାର ସନ୍ଦେଶ ଦେଇଥିବା ସଙ୍ଗେ ସଙ୍ଗେ ନିଜ ତିଆରି ଜିନିଷ ବ୍ୟବହାର କରି ଜଣେ ସୁସ୍ଥ ମଣିଷର ପରିଚୟ ମିଳିପାରିବ। ସ୍ୱଦେଶୀ ଜିନିଷ ବ୍ୟବହାର କରିଲେ ଆର୍ଥିକ ମାନଦଣ୍ଡର ସୁଧାର ଆସି ଏକ ବିକଶିତ ରାଷ୍ଟ୍ର ଗଢ଼ିବାରେ ସହାୟକ ହୋଇପାରିବ। ଗାଁ ଗହଳିଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ସମସ୍ତଙ୍କ ନଜର ଏବେ କେନ୍ଦୁଝରରେ ପଡ଼ିଥିବା ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉପରେ ନଜର ରହିଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।